ସୁନିତା ୱିଲିୟମ ମହାକାଶରେ ଥିଲେ କିନ୍ତୁ ତାଙ୍କର ମନ ପୃଥିବୀରେ ଥିଲା। ବୈଷୟିକ ତ୍ରୁଟି ଯୋଗୁଁ ତାଙ୍କର ଫେରିବା ବିଳମ୍ବ ହୋଇଥିଲା। 9 ମାସ ଏକାକୀ ରହିବା ସହଜ ନଥିଲା, କିନ୍ତୁ ସେ ସାହସ ହାରିଲେ ନାହିଁ। ପ୍ରତିଦିନ ସେ ନିଜକୁ ଦୃଢ଼ ରଖିଥିଲେ, ଅନୁସନ୍ଧାନ ଜାରି ରଖିଥିଲେ ଏବଂ ଅପେକ୍ଷା କରିଥିଲେ। ପୃଥିବୀର ଲୋକମାନେ ତାଙ୍କ ସାହସିକତାର କାହାଣୀ ଶୁଣୁଥିଲେ। ଶେଷରେ ଦିନ ଆସିଲା ଯେତେବେଳେ ତାଙ୍କ ସାଙ୍ଗମାନେ ତାଙ୍କୁ ନେବାକୁ ଆସିଥିଲେ। ଧୈର୍ଯ୍ୟ, ସାହସ ଏବଂ ଆତ୍ମବିଶ୍ୱାସ ସହିତ ସେ ଦୁନିଆକୁ ଶିକ୍ଷା ଦେଲେ ଯେ ଅସୁବିଧା ପୂର୍ବରୁ ଜଣେ ନତମସ୍ତକ ହେବା ଉଚିତ ନୁହେଁ। ଯଦି ମନରେ ନିଷ୍ଠା ଅଛି ତେବେ କିଛି ବି ଅସମ୍ଭବ ନୁହେଁ। ରିପୋର୍ଟ ଓଡ଼ିଶା ସିଟି ନ୍ୟୁଜ୍।